ଉପରମୁଣ୍ଡର ବର୍ଷା ଫଳରେ ସୁବର୍ଣ୍ଣରେଖାର ଜଳସ୍ତର ବଢିଛି ଏବଂ ଜଳସ୍ତର ବଢି ବର୍ତ୍ତମାନ ଯଦି କହିପାରିବା ସକାଳେ 9ଟା ସୁଦ୍ଧା 10.06 ରେ ପ୍ରଭାବିତ ହେଉଛି, ଯାହାର ସତର୍କ ସୂଚନା ହେଉଛି 9.45, 10.36 ହେଉଛି ବିପଦ ସଂକେତ। ବର୍ତ୍ତମାନ ଯାହା ଫଳରେ ବାଲିଆପାଳ ଅଞ୍ଚଳରେ ବର୍ତ୍ତମାନ ବନ୍ୟା ସ୍ଥିତି ଦେଖାଯାଇଛି ଏବଂ ସ୍ଥାନୀୟ ଅଞ୍ଚଳ ଯଦି କହିପାରିବା ମଧୁପୁରା ପଞ୍ଚାୟତରେ ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ବୁଡ଼ିବାକୁ ବସିଲାନି। ଆମେ ଅଛୁ ବର୍ତ୍ତମାନ ଚୌଧୁରୀକୁଦ ଅଞ୍ଚଳରେ ଏବଂ ପଞ୍ଚୁରୀଖୁରୀ ଚୌଧୁରୀକୁଦ ରାସ୍ତା, ଯୋଉଟା କି ଦେଖିପାରୁଥିବେ 3 ରୁ 4 ଫୁଟ ପାଣି ଏବଂ ଏସ୍ଆରସି ତରଫରୁ ମଧ୍ୟ ଗୋଟେ ବୋର୍ଡ ଦିଆଯାଇଛି। ଆମ ସହିତ ସ୍ଥାନୀୟ ବାସିନ୍ଦା ଏବଂ ଅଛନ୍ତି, ଆମେ ସିଧାସଳଖ ମଧ୍ୟ କଥା ହେବା ସେ କୁଆଡେ ଯାଉଛନ୍ତି ଏବଂ ଦେଖନ୍ତୁ ଏକମାତ୍ର ବୋଟ ହିଁ ଏଇ ଗାଁକୁ ଯିବା ପାଇଁ ହଉଛି ରାସ୍ତା। କଣ କହିବେ, କୁଆଡେ ଯିବେ ବର୍ତ୍ତମାନ? ମୁଁ ଏବେ ଆସିଲି ଆପଣଙ୍କର ଗାଁକୁ ଯାଇଥିଲି। ଯେଉଁ ବନ୍ୟା ପୁଣି ବାରମ୍ବାର ସୁବର୍ଣ୍ଣରେଖାର ବନ୍ୟା ଯୋଗୁଁ ବିଶେଷ କରି ଚୌଧୁରୀକୁଦ ଗାଁ ବହୁତ କ୍ଷୟକ୍ଷତି ହେଉଛି। ବିଶେଷ କରି ଏଠି ଅସୁବିଧା ହେଉଛି, ଗାଁର ପାଣି ପଶି ଯାଉଛି, ଗାଁରେ ଟୋଟାଲ ଲୋକ ବାହାରି ପାରୁନାହାନ୍ତି। ସ୍କୁଲ ପିଲା ପାଖରୁ ଆରମ୍ଭ କରି ଶିକ୍ଷକମାନେ ମଧ୍ୟ ଯାଇପାରୁନାହାନ୍ତି। ସାଧାରଣ ଲୋକ ଯାତାୟାତ ସମସ୍ୟା ହେଉଛି ଏବଂ ଲୋକମାନେ ଘରୁ ଓହ୍ଲେଇ ପାରୁନାହାନ୍ତି। ଏ ବର୍ଷ ଲଗାଣ ବର୍ଷା ଯୋଗୁଁ ଏ ବନ୍ୟା ତୃତୀୟ ଥର ପାଇଁ ଆସିଲା, ଯାହାକି ପାଣି ବର୍ତ୍ତମାନ ଏଠି ଛାଡ଼ିବାର ନାମ ନେଉନାହିଁ। ବର୍ତ୍ତମାନ ବନ୍ୟା ଆସିଯିବା ଦ୍ୱାରା ଏବେ ପାଣି ହାଇଟ୍ ହେଇଗଲାଣି, ଆପଣ 4 ଫୁଟ 3 ଫୁଟ ପାଣି ହେଲାଣି ଗାଁ ଭିତରେ, ଯାହାଦ୍ୱାରା ବର୍ତ୍ତମାନ ଏଠି ଲୋକ ଆଉ ବାହାରି ପାରିବେ ନାହିଁ। ଆପଣ ଶୁଣୁଥିଲେ 3 ଫୁଟ 4 ଫୁଟ ପାଣି ହେବା ଦ୍ୱାରା ଲୋକମାନେ ଯାତାୟାତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ এই ଗାଁଟି ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛି। ଆମ ସହିତ ମଧ୍ୟ ସରପଞ୍ଚଙ୍କର ପ୍ରତିନିଧି ଅଛନ୍ତି, ଆମେ ମଧ୍ୟ ସିଧାସଳଖ ତାଙ୍କ ପାଖରୁ କଥା ହେବା। ଭାଇ କଣ କହିବେ ବର୍ତ୍ତମାନ କିଭଳି ସ୍ଥିତି ଅଛି ଏବଂ କେବେ ପାଣି ଆସିଲା? 15 ଦିନ ଭିତରେ 3ଟି ବନ୍ୟା ନିଶ୍ଚିତ ଭାବରେ ଯେଉଁ ଆମର ଏରିଆରେ ବର୍ତ୍ତମାନ ସୁଦ୍ଧା ଘରରୁ ପାଣି ଛାଡ଼ି ନାହିଁ, ପୁଣି ଥରେ ବନ୍ୟା, ତେଣୁ ଲୋକଙ୍କ ଜୀବନ ଜୀବିକା ଉପରେ ବର୍ତ୍ତମାନ ବିପଦ ସୃଷ୍ଟି ହେଇଛି। ଏଇଟା ବନ୍ୟା ନୁହେଁ, ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି ହେଲାଣି। ତେଣୁ କିଭଳି ଭାବରେ ଆମେ ଲୋକଙ୍କ ଜୀବନ ରକ୍ଷା କରିପାରିବା, ସେଇଥିପାଇଁ ପ୍ରଶାସନ ଏବଂ ଆମର ଯେଉଁ ରବୀନ୍ଦ୍ର ଭାଇ ସୁଖଦୁଃଖ ସାଥୀ ସେ ଆମ ସହିତ ଉପସ୍ଥିତ ଅଛନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସହଯୋଗ ରହିଛି, କିନ୍ତୁ ଯେଭଳି ଭାବରେ ପ୍ରକୃତିର ତାଣ୍ଡବ ଚାଲିଛି ଯେ 15 ଦିନ ଭିତରେ ଏ ବନ୍ୟା ଇତିହାସରେ ପ୍ରଥମ। ତେଣୁ ନିଶ୍ଚିତ ଭାବରେ ଆମେ ସମସ୍ତ ଜନସାଧାରଣ ସଂଘର୍ଷ କରୁଛନ୍ତି ଏବଂ ଆମେ ଅପେକ୍ଷା କରୁଛୁ କିଭଳି ସୁବର୍ଣ୍ଣରେଖାର ବନ୍ୟା ପାଣି ଛାଡ଼ି ଯାଉ ଏବଂ ଲୋକମାନେ ଠିକ ସେ ଜୀବନ ଜୀବିକା ବଞ୍ଚି ପାରନ୍ତି। ଶୁଣୁଥିଲେ ଯୋଉ ତୃତୀୟ ଥର ବନ୍ୟା ବର୍ତ୍ତମାନ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିବା ସହିତ ଲୋକଙ୍କର ପାଇଁ ଯୋଉ ଜନଜୀବନ ଆସ୍ତବ୍ୟସ୍ତ ହେଇପାରେ, କାରଣ ସେମାନଙ୍କୁ ବାରମ୍ବାର ମଧ୍ୟ ଯୋଉ ପାଣିରେ ସମସ୍ୟା ଘେର ରହିଛନ୍ତି, କାରଣ ଗୋଟିଏ ବନ୍ୟା ନ ଛାଡୁନୁ ପୁଣି ଇଏ ତୃତୀୟ ଥର ବନ୍ୟା। ଦେଖିପାରୁଥିବା ଜଣେ ସ୍କୁଲ ଟିଚର ମଧ୍ୟ ଅଛନ୍ତି, ସିଏ ମଧ୍ୟ ସ୍କୁଲ ଯିବା ପାଇଁ ମଧ୍ୟ ରେଡି ହୋଇଛନ୍ତି। ଆମେ ମଧ୍ୟ ସିଧାସଳଖ ତାଙ୍କ ପାଖରୁ ମଧ୍ୟ କଥା ହେବା। ସାର୍ କୁଆଡେ ଯିବେ ସାର୍? ଆଜ୍ଞା ମୁଁ ବିଦ୍ୟାଳୟକୁ ଯିବି। ମୋ ବିଦ୍ୟାଳୟଟେ ହେଉଛି ଚୌଧୁରୀକୁଦ ଗାଁ ମଝିରେ। ତେଣୁ ଆମକୁ ଏଇ ଗୋଟେ ସପ୍ତାହ ଭିତରେ ପ୍ରାୟତଃ 3ଟା ବନ୍ୟା ଆସିଲାନି। ତ ଆମେ ବହୁତ ହଇରାଣ ହେଇକି ଯାଉଛୁ ଆସୁଛୁ, ପିଲାଙ୍କର ସେଠି ସୁରକ୍ଷା ପାଇଁ ଦେଖୁଛୁ। ଆମ ଅଫିସ ତରଫରୁ ବି କୁହାହଉଛି MDM ସବୁଦିନ ହବ, ଆଉ କିନ୍ତୁ ବହୁତ କଷ୍ଟରେ ଯାଉଛୁ। ଆଉ ଦେଖନ୍ତୁ ସେ ଶିକ୍ଷକ ଜଣକ ମଧ୍ୟ କହୁଥିଲେ ଯୋଉଠି ଏ ଯେ MDM ନିଶ୍ଚିତ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, କାରଣ MDM ବନ୍ଦ ହେଇପାରିବ ନାହିଁ। ପିଲାମାନେ ମଧ୍ୟ ସ୍କୁଲକୁ କିଛି ଆସୁଛନ୍ତି ଏବଂ ସାର୍ ମଧ୍ୟ ବର୍ତ୍ତମାନ ବୋଟରେ ବସି ବର୍ତ୍ତମାନ ସେ ଚୌଧୁରୀକୁଦ ଗାଁକୁ ଯିବେ ଏବଂ ସେଠାରେ ମଧ୍ୟ ପିଲାମାନଙ୍କୁ ପାଠ ପଢାଇବା ଏବଂ MDM ବନ୍ଦ କରିବା ପାଇଁ ନ କରିବା ପାଇଁ ମଧ୍ୟ ଯେହେତୁ ସରକାର ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ସାର୍ ମଧ୍ୟ ବର୍ତ୍ତମାନ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ଦେଖନ୍ତୁ ମୋ ସହଯୋଗୀ ଚିତ୍ର ଦେଖିବା ପାଇଁ କହିବି କିଭଳି ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଏ ମଧୁପୁରା ଗାଁର କି ଚୌଧୁରୀକୁଦ ଅଞ୍ଚଳ ପୁରା ପାଣି ଘେରରେ ଅଛି ଏବଂ ଗାଁ ଭିତରେ ଯଦି କହିପାରିବା 3 ରୁ 4 ଫୁଟ ବର୍ତ୍ତମାନ ପାଣି ଅଛି ଏବଂ ଆଉ ଯଦି ପାଣି ବଢେ ତାହେଲେ ଏହା ଲୋକଙ୍କ ଘରେ ପାଣି ପଶିବା ସହିତ ଲୋକଙ୍କର ଯୋଉ ଅଛି ଆସବାବପତ୍ର, ଯୋଉମାନଙ୍କର ସବୁ ଜିନିଷ ପତ୍ର ଅଛି, ସେମାନଙ୍କୁ ମଧ୍ୟ ତହସିଲଦାର ଉଚ୍ଚ ସ୍ଥାନକୁ ଯିବା ପାଇଁ କହିଛନ୍ତି ଏବଂ କାଲି ମଧ୍ୟ ଜିଲ୍ଲାପାଳ ଆସି ଏ ସ୍ଥିତି ପରଖ ଥିଲେ ଏବଂ ଏହା ଯୋଉମାନେ ପଚା ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ଉଚ୍ଚ ସ୍ଥାନକୁ ଯିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରୁ ଅଜିତ କୁମାର ଦାସ, OTV।